ସେଠି ସିପାହୀ ଭିତରେ ବହୁତ ସୈନିକ ମାନେ ଓ ସିପାହୀ ମାନେ ଆସି ଇଂରେଜ ମାନଙ୍କ ସହିତ ଲଢ଼େଇ କଲେ। ବୀର ସୁରେନ୍ଦ୍ର ସାଏଙ୍କ ଉପରେ କୋଉ ସିପାହୀ ମାନେ ଜେଲରେ ଥିଲେ ତାଙ୍କ ଉପରେ କୋଉ ସିପାହୀର ନଜର ନ ପଡ଼ିଲାନି ବୋଲି ସେ ଯାଇ ତାଲା ଭାଙ୍ଗି ସେଇଠୁ ପଳେଇଲେ ଏବଂ ତାଙ୍କୁ ବୁଢ଼ା ରାଜା ପାହାଡ଼ରେ ଯାଇ ଲୁଚି ଏବଂ ଲୁଚିକି ରହିଲେ ଏବଂ ସେ ଇଂରେଜ ମାନଙ୍କୁ ନିଜକୁ ଦେଖାଦେବାକୁ ଦଉନଥିଲେ, କାରଣ ଇଂରେଜ ମାନେ କହିଦେଇଥିଲେ କି ଯିଏ ତାଙ୍କୁ ଧରିବ ତାଙ୍କୁ 250 ଟଙ୍କା ପୁରସ୍କାର ମିଳିବ। ତାପରେ 250 ଟଙ୍କା ଶୁଣି ବହୁତ ଲୋକ ତାଙ୍କୁ ଖୋଜିବାରେ ଲାଗିଲେ ଏବଂ ସେ ବୀର ସୁରେନ୍ଦ୍ର ସେ କେତେକ ଭଲ ଲୋକ ଓ ଦେଶପ୍ରେମୀ ମାନଙ୍କୁ ଏକଠା କରି ବୁଢ଼ା ରାଜା ପାହାଡ଼ରେ ଲୁଚି ରହିଲେ। ତାଙ୍କୁ ସେଇ ଜାଗାଟା ପସନ୍ଦ ଥିଲା, କାରଣ ସେଇଠି ବହୁତ ଲୁଚିବାର ଜାଗାଟେ ଅଛି ଏବଂ ବୀର ସୁରେନ୍ଦ୍ର ସାଏଙ୍କର ମାନେ ସେ ପ୍ଲାନ୍ କରିଥିଲେ କି ସେ ଯଦି ଇଂରେଜ ମାନେ ତାଙ୍କୁ ଖୋଜି ଖୋଜି ପାହାଡ଼ ଚୋଟିକୁ ଆସିବେ, ତେଣୁ ସେ ପଥର ଗଡ଼େଇକିରି ତାଙ୍କୁ ଠେଲିକିରି ଆଘାତ କରିକିରି ମାରିଦେବେ। ସେ ତାଙ୍କର ଉପାୟ ଠିକ୍ ହେଲା। ତାଙ୍କ ଉପାୟରେ ବହୁତ ଲୋକ ପ୍ରସନ୍ନ ହୋଇ ଏମିତି ହିଁ କଲେ। ତାପରେ ଯେଉଁ ଇଂରେଜ ମାନେ ପାହାଡ଼ ଉପରକୁ ଆସି ଯାଉଥିଲେ ତାଙ୍କୁ ବୀର ସୁରେନ୍ଦ୍ର ସାଏଙ୍କର ଦଳରେ ଥିବା ଲୋକମାନେ ନଦୀ ଭିତରକୁ ଟାଣି ତାଙ୍କୁ ଛୁରୀରେ ମାରି ଦଉଥିଲେ। ତେଣୁ ଇଂରେଜ ମାନେ ସେଇଠି ଯିବାକୁ ଡରୁଥିଲେ। ଗୋଟେ ଇଂରେଜ ସରକାର, ତାଙ୍କ ନାଁ ହେଉଛି ଜେନେରାଲ। ହଁ, ତାପରେ କ'ଣ ଜେନେରାଲ ଡାଏଡ୍। ତାଙ୍କ ନାଁ ହେଉଛି ଜେନେରାଲ ଡାଏଡ୍। ସେ ବୀର ସୁରେନ୍ଦ୍ର ସାଏଙ୍କୁ ସେ ଜାଣି ଦେଇଥିଲେ କି ବୀର ସୁରେନ୍ଦ୍ର ସାଏଙ୍କୁ ମାରିବା ଏତେ ବି ସହଜ ନୁହେଁ। ତେଣୁ ସେ ଶାନ୍ତି ମନୋଭାବ ରଖି ବୀର ସୁରେନ୍ଦ୍ର ସାଏଙ୍କୁ ପାହାଡ଼ ତଳୁ ଡାକରା ଦେଲେ କି ଆମେ ଆଉ ତମକୁ ମାରିବୁନି, ତମେ ଆସ। ବୀର ସୁରେନ୍ଦ୍ର ସାଏ ଆସି ତାପରେ ସେ ଜେନେରାଲ ଡାଏରକୁ ଗଣେଶ ମନ୍ଦିରରେ ପ୍ରତିଜ୍ଞା କଲେ କି ସେ ତାଙ୍କୁ ମାରିବେନି ଓ ତାଙ୍କ ଗ୍ରାମ ଓ ରାଜ୍ୟର ଲୋକମାନଙ୍କୁ ଓ ଦେଶକୁ ଆଘାତ କରିବେ ନାହିଁ। ସେ ବହୁତ ବର୍ଷ ହେଇଗଲା କାହାକୁ କିଛି ମରା ପିଟା ଯାଉନି। ଇଂରେଜ ମାନେ ଜେନେରାଲ ଡାଏଡ୍ ବଞ୍ଚିବା ତକ ଇଂରେଜ ମାନେ ସବୁବେଳେ ଲୋକମାନଙ୍କୁ ସେବା କରନ୍ତି ଏବଂ ଖାଇବା ଦିଅନ୍ତି ଏବଂ ଯେତେବେଳେ ଜେନେରାଲ ଡାଏଡ୍ ମରିଗଲେ ଇଂରେଜ ମାନେ ସିନା ତାଙ୍କ ଇଚ୍ଛାରେ କରୁଥିଲେ, କିନ୍ତୁ ଇଂରେଜ ମାନଙ୍କ ଇଚ୍ଛା ଥିଲା ତାଙ୍କୁ କଷ୍ଟ ଦେବା, ତାଙ୍କଠୁ ପଇସା ଲୁଟି ନେବା। ତେଣୁ ଇଂରେଜ ମାନେ କ'ଣ କଲେ ନା ବୀର ସୁରେନ୍ଦ୍ର ସାଏଙ୍କୁ ସେ ଗୁମ୍ଫାରୁ ରାତାରାତି ବନ୍ଦୀ କରି ଦେଲେ ଏବଂ ବୀର ସୁରେନ୍ଦ୍ର ସାଏ ପଚାରିଲେ ଆମକୁ କେମିତି ବନ୍ଦୀ କଲ? ଆମେ କ'ଣ କରୁଛୁ? ବନ୍ଦୀ କରିବା ପାଇଁ ପେପର କାହିଁ? ଆମକୁ ସବୁ ଦିଅ। ସେ ଇଂରେଜ ମାନେ କହିଲେ କି 1848 ମସିହାରେ ଆମ ଇଂରେଜ ମାନଙ୍କୁ ଆଇନ ସରକାର ତରଫରୁ ବନ୍ଦୀ କରିବାର ପରମିଶନ ମିଳିଛି, ତେଣୁ ଆମେ ବନ୍ଦୀ କରିପାରିବୁ। ସେ ବୀର ସୁରେନ୍ଦ୍ର ସାଏଙ୍କୁ ବନ୍ଦୀ କରି ଜେଲରେ ରଖି ତାଙ୍କୁ ବାଡ଼େଇଲେ, ପିଟିଲେ, ବହୁତ ଆଘାତ ହେଲେ। ତାପରେ ଶେଷରେ ତାଙ୍କର ଦଳରେ ଥିବା ଲୋକମାନେ ଦେହ ତ୍ୟାଗ କଲେ ଏବଂ ବୀର ସୁରେନ୍ଦ୍ର ସାଏ 1947
1933 ମସିହାରେ ଜେଲରେ ବହୁତ ଆଘାତ ପାଇ ସେ ମୃତ୍ୟୁବରଣ କଲେ ଏବଂ ମୃତ୍ୟୁବରଣ କରିସାରିଲା ପରେ ତାଙ୍କ ଦେହକୁ ଇଂରେଜମାନେ ମାଟି ତେଲରେ ମାନେ ମାଟି ଓ କିରୋସିନ ପକେଇକିରି ଜଳାଇ ଦେଲେ ଏବଂ ସେ ଅଧା ଜଳାଇବା ବେଳେ ଗାଁର ଲୋକମାନେ ଆସି ଦେଖିଲେ ତ ତାଙ୍କ ପ୍ରାଣରେ ବହୁତ ଦୁଃଖ ଆସିଲା। ସେ ଇଂରେଜମାନଙ୍କୁ ବାଡ଼ି ଠେଙ୍ଗା ପଥର ଫିଙ୍ଗିକିରି ଗୋଡ଼ାଇଲେ। ଇଂରେଜମାନେ ତାଙ୍କର ମାଟି ତେଲରେ ଜଡ଼ୁଥିବା ଶବକୁ କୁଠାରରେ କାଟି ମହାନଦୀରେ ଫୋପାଡ଼ି ଦେଲେ ଏବଂ ଗାଁ ଲୋକମାନେ ଇଂରେଜମାନଙ୍କୁ ଭଗେଇ ସାରିଲା ପରେ ବୀର ସୁରେନ୍ଦ୍ର ସାଏଙ୍କ ଦେହକୁ ଆଣି ଏକତ୍ରିତ କଲେ ଏବଂ ତାଙ୍କୁ ଆଣି ତାଙ୍କ ଶବକୁ ଏକତ୍ରିତ କରି ତାଙ୍କର ଦେହତ୍ୟାଗ କରି ତାଙ୍କୁ ଜଳାଇଲେ ଏବଂ ସେ ଆମ ଓଡ଼ିଶା ଓ ଦେଶ ପାଇଁ ସବୁବେଳେ ସମସ୍ତଙ୍କର ପ୍ରାଣ ଓ ମନରେ ସ୍ୱାଧୀନ ଦେଇ ଯାଇଛନ୍ତି। ଧନ୍ୟବାଦ। Very good. Thank you very much.